আর মোর শেষ পর্যন্ত তুমি ହୁଅ আর মোর শেষ পর্যন্ত ଚତୁଃପାର୍ଶ୍ୱରେ ତୁମ ଦୂତମାନଙ୍କୁ ଯୁଗାଅ। ଆଜିର ମିଟିଂ ପରମେଶ୍ୱର ଆତ୍ମା ଓ ସତ୍ୟତାରେ ହବ ପରମେଶ୍ୱର ଚାପା। ଆଜିର ଯେ ମିଟିଂ ରେ ବସି ଅଛନ୍ତି ଖାଲି ହାତରେ କେହି ବି ଫେରିବେ ନାହିଁ ପିତା। ଓ ପରମେଶ୍ୱର ପ୍ରତ୍ୟେକଙ୍କୁ ତୁମେ କିଛି ନା କିଛି ପରମେଶ୍ୱର ଚାପା ପବିତ୍ର ଆତ୍ମା ଟଚ୍ କରିବ ବୋଲି ପ୍ରାର୍ଥନା କରୁଛୁ ପରମେଶ୍ୱର ଚାପା। ତୁମକୁ ଦେଉଛୁ ପିତା ଯେତେବେଳେ ଅଛନ୍ତି ପ୍ରତ୍ୟେକଙ୍କୁ ସମର୍ପିତ କରୁଛି। ଆଜିର ବାକ୍ୟକୁ ଆଜିର ଦାସଙ୍କୁ ଅପରମେଶ୍ୱର ବସିଥିବା ପ୍ରତ୍ୟେକକୁ ଏବଂ ମୋ ଜୀବନକୁ ତୁମ ହସ୍ତରେ ସମର୍ପିତ କରି ପ୍ରିୟ ପ୍ରଭୁ ନାଜାତ ଯୀଶୁଙ୍କ ନାମରେ ମାଗୁଛି ପିତା ଆମେନ୍। ଆମେନ୍। ବହୁତ ବହୁତ ଧନ୍ୟବାଦ ଭାଇ। ପ୍ରଭୁ ଆପଣଙ୍କୁ ଆପଣଙ୍କ ପରିବାରକୁ ପୁଣି ଆପଣଙ୍କର ସେବା କାର୍ଯ୍ୟକୁ ବାହୁଲ୍ୟ ଭାବରେ ଆଶୀର୍ବାଦ କରନ୍ତୁ। ଆପଣ ଆମକୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇ ଅଛନ୍ତି, ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। এই ସମୟ ଆମମାନଙ୍କର ବାକ୍ୟର ସମୟ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଅଭିଷିକ୍ତ ଦାସ ଷ୍ଟିଫାନ ଲିମା ଆଜ୍ଞା ଅଛନ୍ତି। ଆମେ ତାଙ୍କୁ କରତାଳ ଦେଇ ସ୍ୱାଗତ କରିବା। ଆମମାନଙ୍କ ଜୁମ୍ରେ ଦ୍ୱିତୀୟ ଥର ସେ ପ୍ରଭୁଙ୍କର ବାକ୍ୟ ନେଇ ଆସୁଛନ୍ତି, ତାଙ୍କୁ ଆମେ କରତାଳ ଦେଇ ସ୍ୱାଗତ କରିବା। Praise the Lord. ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. Praise the Lord. Namaskar. Hallelujah. ନମସ୍କାର ଆଜ୍ଞା। ପ୍ରେଜ୍ ଦ ଲର୍ଡ। Praise the Lord. ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ, ଟିମକୁ, ପାଳକ ବାବୁଙ୍କୁ ଆଉ ଦିଗଲ ଆଜ୍ଞାଙ୍କୁ ସମସ୍ତଙ୍କୁ ବହୁତ ବହୁତ ନମସ୍କାର। ପ୍ରେଜ୍ ଦ ଲର୍ଡ। Praise the Lord. ମୋତେ କ୍ଷମା କରିବେ, ମୋର ଗଳା ବହୁତ ଖରାପ ଅଛି, ଦେହ ଅସୁସ୍ଥ ଅଛି। ରାତିରେ ପୁଣି ଓପେନ ମିଟିଂ ଥିଲା, ଫେରୁ ଫେରୁ 11:45 ହେଇଗଲା। ତ ମୁଁ ସ୍ୱେଟରରେ ହିଁ ଅଛି। କ୍ୟାପ୍ ଲଗେଇଥିଲି ତ ଚୁଟି ବି ଖରାପ ହେଇଯାଇଛି। ପ୍ରଭୁ ଏସବୁ ଦେଖନ୍ତୁ ନାହିଁ ବୋଲି ମୁଁ ଭଲରେ ଜାଣିଛି, ତଥାପି ଆପଣମାନଙ୍କୁ ଅବଗତ ନିମନ୍ତେ ମୁଁ ଜଣେଇ ଦଉଛି। ପ୍ରଭୁ ସର୍ବଦା ଆପଣ ଲୋକମାନଙ୍କୁ ଭଲ ପାଆନ୍ତି ଆଉ ସବୁଦିନ ସେ କଥା ହେବା ପାଇଁ ଚାହାନ୍ତି। ଆମମାନଙ୍କ ପରମେଶ୍ୱର କଥା ହେବା ପରମେଶ୍ୱର ଅଟନ୍ତି। ଧନ୍ୟ ସେ ବ୍ୟକ୍ତି ଯେ ସତ୍ୟ ପ୍ରଭୁ ଯୀଶୁଙ୍କୁ ଜାଣିପାରିଛି। ମୋ ଆବାଜ ଶୁଭା ଯାଉଛି ତ? ପୁରା ମତେ ରାଇଟ୍ ଟାଇମରେ ଦେଇଥିବାରୁ ମୁଁ ବହୁତ ଆନନ୍ଦିତ। ଆସନ୍ତୁ ଗୋଟେ ମୁହୂର୍ତ୍ତ ପାଇଁ ଚକ୍ଷୁ ବନ୍ଦ କରିବା। Yes. ସ୍ୱର୍ଗୀୟ ପିତା, ତୁମ ନାମକୁ ଧନ୍ୟବାଦ ଦଉଛି ପ୍ରଭୁ। ତୁମେ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ସମ୍ଭାଳି ଅଛ। ଆମ୍ଭେମାନେ ଯେ ତୁମ୍ଭ ନାମ ନେବୁ, ଏଥିର କୌଣସି ଯୋଗ୍ୟତା ଆମ୍ଭମାନଙ୍କ ଠାରେ ନାହିଁ। କିନ୍ତୁ ପ୍ରଭୁ ତୁମେ ଆମ୍ଭମାନଙ୍କୁ ପ୍ରେମ କରି ଅନ୍ଧକାର ମଧ୍ୟରୁ ଉଦ୍ଧାର କରିଲ। ତୁମ ସନ୍ତାନ ସନ୍ତତି ହେବାର ଅଧିକାର ଦେଲ। ୟୁରୋପେ ପ୍ରଭୁ ତୁମ ଦୟାକୁ ଆମେମାନେ ବର୍ଣ୍ଣନା କରିବୁ। ଆମମାନଙ୍କ ପାଖରେ ଶବ୍ଦ ନାହିଁ ପ୍ରଭୁ। ତୁମରି କୃତ ସମସ୍ତ ମଙ୍ଗଳ ଦାନ ନିମନ୍ତେ, କୃପା ନିମନ୍ତେ ଧନ୍ୟବାଦ କରୁଛୁ। Yes. ପ୍ରତିଦିନ ପରି ପ୍ରଭୁ ଆଜି ମଧ୍ୟ ତୁମେ ଆମମାନଙ୍କୁ ମନେ ପକାଇଲ, ତୁମ ନିକଟକୁ ଟାଣିକି ଆଣିଲ ପ୍ରଭୁ। ଆମେମାନେ ସ୍ତୁତି ପ୍ରଶଂସା କରିଅଛୁ। ଅଳ୍ପ ସମୟ ତୁମ୍ଭ ବାକ୍ୟ ଧ୍ୟାନ କରିବୁ। ତୁମେ କଥା ହବ, ପ୍ରତ୍ୟେକଙ୍କ ସହିତ କଥା ହବ। ଆଶୀର୍ବାଦ ତୁମ ହସ୍ତରେ ସମର୍ପିତ ହୋଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି। Amen. ବହୁତ ଧନ୍ୟବାଦ ଦେବି ଆପଣମାନଙ୍କୁ। ଅତି ପ୍ରଭାତରେ ପୁଣି କନ୍ଧମାଳରେ ବହୁତ ଥଣ୍ଡା ହୁଏ, ତଥାପି ଆପଣମାନେ ପରମେଶ୍ୱରଙ୍କୁ ଭଲ ପାଉଥିବାରୁ, ପ୍ରେମ କରୁଥିବାରୁ ଏକ ପ୍ଲାଟଫର୍ମରେ ଜଡିତ ହୋଇଛନ୍ତି, ତାଙ୍କ ସ୍ତୁତି ପ୍ରଶଂସା କରିବା ପାଇଁ, ତାଙ୍କର ଶୁଣିବା ପାଇଁ। ତେବେ 2-4ଟି ବିଷୟ ମୋ ପାଖରେ ଅଛି କହିବା ପାଇଁ। ଦେଖିବା କେମିତି ସମୟ ଅଛି। ପ୍ରଭୁଙ୍କ ଲୋକମାନେ ଏକ ବ୍ୟକ୍ତି
ପ୍ରତିଦିନ କିଛି ନା କିଛି ବିଷୟ ସେ ଖୋଜେ। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତ୍ରି ଶୋଇବା ଯାଏ ଆପଣ ନିଜ ସମ୍ବନ୍ଧରେ ଚିନ୍ତା କରୁନାହାନ୍ତି। ସକାଳୁ ଆପଣ ଉଠିଲେ ମାନେ ନିଦ ବାଉଳିରେ ହିଁ, ଏଇଟା ଆଗରେ ବାଇବଲ ରହୁଥିଲା, ଏବେ ବାଇବଲ ରହୁନି, ତାର ଓଲଟାଟା ରହୁଛି। ହାତ ଆପଣଙ୍କର ପଳେଇ ଯାଉଛି ଗୋଟେ ବିଷୟ ଖୋଜିବା ପାଇଁ, ଆଉ ତାକୁ ଟାଣୁଛି, ଧରୁଛି। ହଁ କି ନାଇଁ? ପୁରା ସତ, ଅନେକଙ୍କ ଜୀବନରେ ସତ। ସେଇଠୁ ଉଠିଲା ପରେ କିଏ କିଏ ତ ୱାଶରୁମ ଖୋଜନ୍ତି, କିଏ କିଏ ତ ବ୍ରଶ ଖୋଜନ୍ତି, କିଏ କିଏ ତ ପେଷ୍ଟ ଖୋଜନ୍ତି, କିଏ କିଏ ବାହାରକୁ ଯିବାକୁ ଖୋଜନ୍ତି। ସେଇଠୁ ଆସିଲା ପରେ ପେଟ ଖୋଜେ ଭୋଜନ, ପୁଣି ପିଲାମାନେ ସ୍କୁଲ ବ୍ୟାଗ ଖୋଜନ୍ତି, ଆଉ ପ୍ରଭୁଙ୍କ ଲୋକମାନେ ଅଫିସ ବ୍ୟାଗ ଖୋଜନ୍ତି, ଧରନ୍ତି, ଯାଆନ୍ତି, ସଞ୍ଜ ବେଳେ ଆସନ୍ତି, ଇତ୍ୟାଦି ଇତ୍ୟାଦି କାମ ହୁଏ। ମୁଁ କଣ କହିବା ପାଇଁ ଚାହେଁ, ଏକ ଛୋଟ ଶିଶୁକୁ ଯଦି ଆପଣ ଦେଖିବେ, ଶିଶୁର କଥା କୁହନ୍ତୁ ବା ୟଙ୍ଗ ପୁଅ ଝିଅ ମାନଙ୍କ କଥା କୁହନ୍ତୁ ବା ବଡ ଲୋକଙ୍କ କଥା କୁହନ୍ତୁ, ଏମାନେ ସମସ୍ତେ ସବୁଦିନ କିଛି ନା କିଛି ବିଷୟ ଖୋଜନ୍ତି। କିନ୍ତୁ ଏକ ପ୍ରକୃତ ପ୍ରଭୁଙ୍କ ଲୋକ କଣ ଖୋଜିବା ଦରକାର, ସେ ସମ୍ବନ୍ଧରେ ବାଇବଲ କଣ କହୁଛି ଆମେ ମାନେ ଜାଣିବା ଦରକାର। ଆଉ ତାହା ମୁଁ ଖୋଜୁଅଛି ଅଥବା ଖୋଜୁ ନାହିଁ, ଏହା ପରୀକ୍ଷା କରି ଆପଣ ଜୀବନକୁ ସଜାଡ଼ିବା ବହୁତ ଆବଶ୍ୟକ ଅଟେ। ଧ୍ୟାନ ଦେବେ, ଯେହେତୁ ଯଦି ମୁଁ ଟଙ୍କା ଖୋଜିବି, ମୁଁ ନିଶ୍ଚୟ ତାହା ପାଇବା ପାଇଁ ଚେଷ୍ଟା କରିବି। ଯଦି ମୁଁ ଘର ଖୋଜିବି, ତାହା ମୁଁ ପାଇବା ପାଇଁ ଚେଷ୍ଟା କରିବି। ହଁ କି ନାଇଁ? ଯଦି ମୁଁ ଜ୍ଞାନ ଖୋଜିବି, ମୁଁ ଜ୍ଞାନ ପାଇବା ପାଇଁ ନିହାତି ଚେଷ୍ଟା କରିବି। ଇଟ ମିନ୍ସ, ଶୁଣନ୍ତୁ, ମଣିଷ ଏହି ପ୍ରକାରର ଏକ ପ୍ରାଣୀ ଅଟେ, ଯାହା ସେ ଖୋଜିବା ପାଇଁ ପ୍ରାଣପଣ କରିବ, ତା ସେ ଖୋଜିବ ହିଁ ଖୋଜିବ, ଆଉ ପାଇବ ହିଁ ପାଇବ। ତେବେ ମୁଁ ଖୋଜୁଛି କଣ, ତାହା ବାଇବଲ ଅନୁମୋଦିତ ଅଟେ କି ନାହିଁ, ଆପଣ ମାନେ ଯଦି ଚିନ୍ତା କରିବେ, ତାହାରି ଉପରେ ଡିପେଣ୍ଡ କରୁଛି ଆପଣଙ୍କର ଇଟର୍ନାଲ ଡେଷ୍ଟିନି, ଅନନ୍ତ କାଳୀନ ଲକ୍ଷ୍ୟ ସ୍ଥଳ ଆପଣ ଏବେ ଠାରୁ ହିଁ ନିର୍ଦ୍ଧାରଣ କରୁଛନ୍ତି। ତାହା ଜାଣିଛନ୍ତି କି ଜାଣିନାହାନ୍ତି ମୁଁ ଜାଣେ ନା। ଆପଣ ଜାଣତରେ ଅଜାଣତରେ ଭବିଷ୍ୟତ ଜୀବନ ନିମନ୍ତେ ଆପଣ ନିଜର ସ୍ଥାନକୁ କନଫର୍ମ କରୁଛନ୍ତି ବର୍ତ୍ତମାନ, ଯାହା ଆପଣ ଖୋଜୁଛନ୍ତି ପ୍ରତିଦିନ। କେମିତି ଶୁଣନ୍ତୁ, ମନେକର ଆପଣ ଊର୍ଦ୍ଧ୍ୱସ୍ଥ ବିଷୟ ସବୁ ଅନ୍ୱେଷଣ କରିଥାନ୍ତେ, କରୁଛନ୍ତି, ମନେ କରନ୍ତୁ, ମୁଁ ଯିବି ସେ ବିଷୟକୁ। ଊର୍ଦ୍ଧ୍ୱସ୍ଥ ବିଷୟ ସବୁ ଅନ୍ୱେଷଣ କର ଲେଖା ଅଛି କଲୋସ୍ୟ 3। ଆଚ୍ଛା, ଏକ ବ୍ୟକ୍ତି ଊର୍ଦ୍ଧ୍ୱସ୍ଥ ବିଷୟ ସବୁ ଯଦି ଅନ୍ୱେଷଣ କରୁଛି, ମାନେ ଆର ପାର୍ଶ୍ୱରେ ସେ ଦୁନିଆ, ପାପ, ମୋହ, ମାୟା, ମନ୍ଦତା, ଅଭିଳାଷ, ଅଧର୍ମ ଏସବୁରୁ ସେ କଣ ହଉଛି, ଦୂରେଇ 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 ଯାଉଛି। ଆଉ ଏପଟେ କଣ କେଉଁ ବିଷୟକୁ ସେ କେଉଁ ବିଷୟରେ ସେ ନିକଟତର ହଉଛି? ଶାନ୍ତି, ପ୍ରେମ, ଦୟା, କ୍ଷମା, ଆଶୀର୍ବାଦ, ଆଜ୍ଞାବହତା, ବିଶ୍ୱସ୍ତତା, ଯୀଶୁଙ୍କ ପ୍ରତି, ପବିତ୍ର ଆତ୍ମାଙ୍କ ପ୍ରତି, ବାଇବଲ ପ୍ରତି, ବାକ୍ୟ ପ୍ରତି, ଉତ୍ତମ ବିଷୟ ପ୍ରତି ସେ ଧୀରେ 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 ନିକଟତର ହେଉଛି। ହାଲେଲୁୟା, ହାଲେଲୁୟା। ତେବେ ଏକ ବ୍ୟକ୍ତି ତା ଜୀବନରେ କମ ସେ କମ 4-5 ଗୋଟି ବିଷୟ ଖୋଜିବା ଦରକାର। ମୁଁ ସର୍ଟଲି କହିବା ପାଇଁ ଚେଷ୍ଟା କରୁଛି। ପ୍ରଥମ କଥା, ବର୍ତ୍ତମାନ ଆମେ ମାନେ ଏକ ବିଶେଷ ମାହୋଲରେ
समय निर्वाह करूछु विशेष गोटे विषय आम मान जीवन रे एई सप्ताह चलछि कौन सीटा कौन माहौल क्रिसमस न्यू इयर क्रिसमस न्यू इयर बहुत सुंदर थैंक यू सर एपरी एक समय थिला प्रभु जीशु ख्रीस्ट जेबे जन्म ग्रहण करथिले किछि विशिष्ट ज्ञानी विद्वान पंडित ओडिया रे लिखा जाए पंडित माने इंग्रजी रे वाइज मैन बुद्धिमान ज्ञानीवान माने सेमाने खोजिबा को लागे कौन खोजिले आउ टिके ज्ञान मिलू आउ टिके नाम कमेबू आउ टिके बुद्धि संग्रह करिवो सेटा खोजुथिले कि नहीं कि मुई जानि नहीं किंतु मु जहा जानिछि सेमाने ज्ञानर भंडार को खोजिबा को बाहरले ज्ञानर स्रोत को खोजिबा पई बाहरले पृथ्वीर मालिकों को खोजिबा पई बाहरले जे तांको बुद्धि ज्ञान देइछन्ते हालेलुया Hallelujah. प्रथम विषय ଏହା ଅଟେ ଏକ ବ୍ୟକ୍ତି ତାଙ୍କ ଜୀବନରେ ଯେ ତାଙ୍କୁ ତିଆରି କରିଛନ୍ତି ଗଠନ କରିଛନ୍ତି ଯିଏ ମାଲିକ ଅଟନ୍ତି ଯିଏ ସୃଷ୍ଟିକର୍ତ୍ତା ଅଟନ୍ତି ସେ ପ୍ରଭୁ ଯୀଶୁଙ୍କୁ ଖୋଜିବା ଦରକାର ଆପଣ ମାନଙ୍କ ମାଇଣ୍ଡ କାମ କରିବା ବନ୍ଦ କରିଦେବ ଗୋଟେ ପ୍ରଶ୍ନ ମୁଁ ପଚାରିବି ଯଦି ଆପଣ ଉତ୍ତର ଦେବେ ଟିକେ ପଚାରନ୍ତୁ ନିଜକୁ ମୁଁ କେବେ ଯୀଶୁଙ୍କୁ ଖୋଜିଛି କି ଏକାନ୍ତରେ ବସି ଯୀଶୁଙ୍କ ଚରଣକୁ ଯିବା କଥା ମୁଁ କହୁନାହିଁ ଯୀଶୁଙ୍କ ଚରଣକୁ ଯାଇ ଦିଅ 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 ସେଇ କଥା ମୁଁ କହୁନାହିଁ ପଣ୍ଡିତ ମାନେ ଲିଟରାଲି ଯୀଶୁଙ୍କୁ ଖୋଜିଲେ ପାଇବା ଯାଏ ଆମେ ଯୀଶୁଙ୍କୁ କେତେ ଖୋଜୁଛୁ କେତେ ଚାହୁଁଛୁ ତାଙ୍କୁ ଏମାନେ ଯୀଶୁଙ୍କୁ ଖୋଜିଲେ 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 ତାଙ୍କୁ ପାଇଲେ ପାଇଲା ପରେ थैंक गॉड आमे जीसुଙ୍କୁ ପାଇଗଲୁ ପ୍ରଭୁ ଏଥର ମତେ ଦେଇଦିଅ ମତେ ଦେଇଦିଅ ମତେ ଦେଇଦିଅ ଆମ ପାଖ ଗୁଡା ଲିଷ୍ଟ ଅଛି ରାଇଟ ପରିବାର ପାଇଁ କାମ କାର୍ଯ୍ୟ ପାଇଁ ବ୍ୟବସାୟ ପାଇଁ ଆଉ ଫ୍ୟୁଚର ପାଇଁ ଘର ପାଇଁ ଋଣ ପାଇଁ ସୁସ୍ଥତା ପାଇଁ ଏମାନଙ୍କର ଆବଶ୍ୟକ ନଥିଲା କି ପଣ୍ଡିତ ମାନଙ୍କର ଗୋଟିଏ ପଦବୀ ମାଗିଲେ କି ଗୋଟିଏ ଜିନିଷ ବି ନାହିଁ ଯେ ଯୀଶୁଙ୍କୁ ପାଇଯିବ ସେ ଦୁନିଆ ବିଷୟ ମାଗିବା ପାଇଁ ତାଙ୍କୁ ମୋଟେ ଇଚ୍ଛା ହବ ନାହିଁ ବୁଝନ୍ତୁ ୟାକୁ अरे जाको आपणको हृदय प्रेम थिबो जहांको प्रति तांको पाइला परे एबे मन करो गोटे झियो गोटे पो को मन करो से बहुत चाहूची ताको पाइगला परे तोर मोबाइल दे तोर पैसा दे तोर बैंक अकाउंट दे तोर एटीएम कार्ड दे तोर घर दे तोर आ कोन कोन बहुमूल्य द्रव्य दे एटा केबे कहिवो कि यदि प्रेम प्रकृति से कहिवो नाही प्रेम प्रेमिकों को खोजे प्रेमिकों को ठारू नहीं है ना आमे यदि प्रेम करि थांतु हम सृष्टिकर्ता को आमे सृष्टिकर्ता को खोजी थांतु आमे स्वार्थी गुडाक बुझंतु मो शब्द को मोर हृदय को बुझंतु आमे स्वार्थी गुडाक केबे देखो जीवु तांको चरण को आ दे दियो दे दियो दे दियो दे दियो दे दियो दे दियो बोल कहबो प्रभु कोन दियो कि नि दियो मते तुमे दरकार एटा केबे कहिछु कि पचारंतु मने करंतु मु अमित सारन को भलो पाउछि प्रेम करूछि मने करंतु तबे मु अमित सारन को फोन करी कोन कहबी आज्ञा आपण केमती अछंदी देहपा भलो अछि तो ठंडा बहुत हो जाई नहीं तो आपण स्वास्थ्यर जत्न नौछंदी तो मते मते बहुत मने पडुछंती आपण मो मन रे खाली आपण ही अछंती मते निद हो नहीं आपण को मुह न देखिले भलो लागु नहीं आपण को रब न सुनले ठीक लागुनी ठीक पचार तो जीसु केबे कथाई जोइम दे हमें हां प्रभु तुमे कोउडी अच्छो प्रभु मो हृदय टे आसो प्रभु मु टिके देखिबा को चाहूची प्रभु
ମତେ ନେଇ ତମେ ଖୁସି ତ ପ୍ରଭୁ, ମତେ ନେଇ ତମେ କଣ ଭାବୁଛ ପ୍ରଭୁ, ମୁଁ ତୁମ ରବଟିକୁ ଶୁଣିବାକୁ ଚାହୁଁଛି ପ୍ରଭୁ। ପ୍ରେମର ଶବ୍ଦ ଗୁଡିକ ଯୀଶୁଙ୍କ ପ୍ରତି ଆମ ଜିହ୍ବା ଦ୍ୱାରା ହୃଦୟରୁ ବାହାରୁଛି କି ନା କେବଳ ଆବଶ୍ୟକ ମାଗିବାରେ ଆମେ ଖୁସି ହେଇଯାଉ? ପ୍ରାର୍ଥନା କରନ୍ତୁ ନାହିଁ ତାହା ମୁଁ ଜମା କହୁନାହିଁ। ପ୍ରେମ କେବେ ଆମେ ତାଙ୍କୁ ଦେଖଉଛୁ? ଏକ ବ୍ୟକ୍ତି ଯାହା ଖୋଜେ ତାହା ତା ଜିହ୍ବା ଦ୍ୱାରା ମଧ୍ୟ ପ୍ରକାଶିତ ହୁଏ। ନମ୍ବର 1, ଯୀଶୁଙ୍କୁ ଖୋଜନ୍ତୁ। ଯୀଶୁଙ୍କ ଠାରୁ ଖୋଜି 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 ଆମର ଅଧା ବଳ ବୟସ ପାର ହେଇଗଲାଣି। ଅନେକ ବର୍ଷରୁ ଆମେ ମାନେ ଖ୍ରୀଷ୍ଟିଆନ ବୋଲି ଭାବୁଛୁ, କିନ୍ତୁ ଖ୍ରୀଷ୍ଟଙ୍କୁ ଚାହୁଁନ। ଏହା କଣ ସ୍ୱାର୍ଥପର ନୁହଁ କି ଆଜ୍ଞା? ପ୍ରଭୁ ଲୋକମାନେ ପ୍ରଭୁ ସାକ୍ଷୀ ଅଟନ୍ତି, ମୁଁ ପ୍ରଭୁଙ୍କ ଚରଣକୁ ଯେବେ ଯାଏ ତୁନି ପଟେ ବସେ ଖାଲି। ଦେଖନ୍ତୁ, ଗୋଟେ କମନ ସେନ୍ସ ୟୁଜ କରନ୍ତୁ। ଆପଣ କାହିଁକି ଗଲେ ସେ ଜାଣନ୍ତି ନା ନାଇଁ? ଜାଣନ୍ତି ନା ନାଇଁ? ଜାଣନ୍ତି। ଆପଣ ତାଙ୍କ ଚରଣକୁ କାହିଁକି ଯାଉଛନ୍ତି ଜାଣନ୍ତି ନା ନାଇଁ? ସେ ଭଲରେ ଜାଣନ୍ତି। କଣ ମାଗିବେ ଜାଣନ୍ତି ନା ନାଇଁ? କଣ ଦରକାର ଜାଣନ୍ତି ନା ନାଇଁ? ଏତେ ବ୍ୟସ୍ତ କାହିଁକି? ଲଭ୍ ହିମ୍। ତାଙ୍କୁ ପ୍ରେମ କରି ଯଦି କରିବେ, ଆପଣ ତାଙ୍କୁ ଲୋଡ଼ିବେ, ତାଙ୍କୁ ଚାହିଁବେ। ବାକି ସେ ଦିଅନ୍ତୁ ନ ଦିଅନ୍ତୁ, ଆରେ ସେ ମଙ୍ଗଳମୟ ଅଟନ୍ତି। ସେ ଆପଣଙ୍କୁ ଭଲ ପାଆନ୍ତି, ପ୍ରେମ କରନ୍ତି। କି କଥା, ତାଙ୍କୁ କଣ ଆପଣ ମାଗିବା ପାଇଁ ଯାଇଛନ୍ତି? ଦେଇଦିଅ ଦେଇଦିଅ, ବିରକ୍ତ କର ନାହିଁ। ଆପଣ ମାନେ ମତେ କେତେ ବୁଝୁଛନ୍ତି ମୁଁ ଜାଣିପାରୁନାହିଁ। ମାଗନ୍ତୁ ନାହିଁ ତାହା ମୋର ପଏଣ୍ଟ ନୁହଁ, ପ୍ରେମ କରୁଛୁ ନା ନାଇଁ ତାହା ମୋର ପଏଣ୍ଟ ଅଟେ। ଏହା ବୁଝନ୍ତୁ। Praise the Lord. Hallelujah. ସୋ ନମ୍ବର 1, ଖୋଜନ୍ତୁ ଯୀଶୁଙ୍କୁ। ଏମାନେ ଯୀଶୁଙ୍କୁ ଖୋଜି, ଏକ ବ୍ୟକ୍ତି ଯୀଶୁଙ୍କୁ ମନେକର ଖୋଜିବ, ଯୀଶୁଙ୍କୁ ମନେକର ପାଇବ, ତାର ସବୁ ବିଷୟରେ ପରିବର୍ତ୍ତନ ଦେଖାଯିବ। ମୁଁ କହିଲି, ଏକ ବ୍ୟକ୍ତି ଯୀଶୁଙ୍କୁ ଖୋଜିବ, ଯୀଶୁଙ୍କୁ ପାଇବ, ଯୀଶୁଙ୍କୁ ପାଇଲା ପରେ ତା ଜୀବନରେ ସକଳ ବିଷୟରେ ପରିବର୍ତ୍ତନ ଦେଖାଯିବ। Amen. ଶୁଣନ୍ତୁ ଧ୍ୟାନରେ। ଯଦି ଆମେ ମନେ କରୁଛୁ ଆମେ ଯୀଶୁଙ୍କୁ ଖୋଜିଛୁ, ଯୀଶୁଙ୍କୁ ଜାଣିଛୁ, ଆଜ୍ଞା ଏବେ ଏଇ କଣ କଥା କହୁଛୁ ଆଜ୍ଞା? ବାକ୍ୟ କହୁଛି, କଥା କହୁନାହିଁ। ଶୁଣ ଧ୍ୟାନରେ, ଏ କଣ କଥା କହୁଛୁ ଷ୍ଟିଫେନ ବାବୁ ଯୀଶୁଙ୍କ ଖୋଜିବା ପାଇବା ବିଷୟରେ? ଆମେ ତ ପାଇକରି ବୁଢା ବୁଢୀ ହେଇଲଣି, ଦାଢି ବାଢି ପାଚିଲାଣି, ନାତି ନାତୁଣୀ ଦେଖିଲୁଣି। ହଁ ଯେ ଯୀଶୁଙ୍କୁ ଯଦି ପାଇଛୁ, ହୃଦୟରେ ଯଦି ରଖିଛୁ, ଆମ ଜୀବନରେ ଆମ ହୃଦୟରେ ଯଦି ଯୀଶୁ ଅଛନ୍ତି, ମତେ କୁହ, ଆମ ଆମ ସ୍ୱଭାବରେ କଣ ଆଜି ପରିବର୍ତ୍ତନ ହେଇଛି? କୁହ, ମନେ ମନେ କୁହ। ଯଦି ଯୀଶୁ ମୋ ସହିତ ଅଛନ୍ତି, ମୁଁ ଯଦି ତାଙ୍କୁ ଜାଣିଛି, ତାଙ୍କୁ ଡାକିଛି, ତାଙ୍କୁ ମୋ ସହିତ ରଖିଛି, ସେ ପୁରା ନମ୍ର ଅଟନ୍ତି, ସେ ପୁରା ପବିତ୍ର ଅଟନ୍ତି, ସେ ପୁରା ପ୍ରେମିକ ଅଟନ୍ତି, ସେ ପୁରା ଦୟାଳୁ ଅଟନ୍ତି, ସେ ପୁରା ଆଜ୍ଞାକାରୀ ଅଟନ୍ତି, ସେ ପୁରା ନିଜ ନିମନ୍ତେ ବଞ୍ଚି ନାହାନ୍ତି, ତେବେ ତାଙ୍କର କେଉଁ ସ୍ୱଭାବ ମୋ ଠାରେ ଆଜି ଦେଖାଯାଇଛି? ଯଦି ସେ ମୋ ସହିତ ଅଛନ୍ତି, ଯଦି ମୁଁ ତାଙ୍କୁ ମାନୁଛି ଗୁରୁ ବୋଲି, ପ୍ରଭୁ ବୋଲି। ପ୍ରଭୁଙ୍କ ଲୋକମାନେ ଅନେକ ଆଜି ଭ୍ରାନ୍ତରେ ଅଛନ୍ତି। ଆପଣମାନେ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି ତାହା ମୁଁ କହୁନାହିଁ। ମୁଁ ଏହା କହିବା ପାଇଁ ଚାହୁଁଛି, ଯଦି ତ୍ରାଣକର୍ତ୍ତାଙ୍କୁ ମୁଁ ହୃଦୟ ମଧ୍ୟରେ ରଖିଛି, ମୁଁ ଯଦି ତାଙ୍କୁ ମୋ ଗୃହ ମଧ୍ୟରେ ରଖିଛି, ଆଜ୍ଞା ଏବେ ଆପଣ ଅନ୍ଧାରରେ ଅଛନ୍ତି ନା ଲାଇଟରେ ଅଛନ୍ତି? କୁହନ୍ତୁ, ଯୋଉମାନେ ବି ଅନ୍ କରିଛନ୍ତି। ଆଲୋକରେ ଅଛନ୍ତି। Yes. ହେଲେ ଯୀଶୁ ଜ୍ୟୋତି ଅଛନ୍ତି ନା ନାଇଁ? ଆଜ୍ଞା ଅଟନ୍ତି। ଯଦି ଯୀଶୁ ଜ୍ୟୋତି ଅଟନ୍ତି, ସେ ଯଦି ମୋ ସହିତ ଅଛନ୍ତି, କେତେ କଥା ଅଛି, ମତେ ସମୟ ହେଉନା, 1:20 ପଳେଇଲା। ଯଦି ଯୀଶୁ ଜ୍ୟୋତି ଅଟନ୍ତି, ଯଦି ସେ ମୋ ସହିତ ଅଛନ୍ତି,
ଅନ୍ଧକାର ରହିପାରିବ କି? ନା చెప్పండి। ନାଇଁ এই ଅନ୍ଧକାର କଣ? What is this ଅନ୍ଧକାର? ଅନ୍ଧକାର କଣ ଅଟେ? ପାପ ଅଟେ। ନା ପାପ ଅଛି ନା ନାଇଁ ମୋର ସହିତ ଆଜି? ସକାଳୁ ଉଠୁ ଉଠୁ ରାଗ, କ୍ରୋଧ, ମିଥ୍ୟା, ଲୋଭ, ଅଳସୁଆ, ଅନାଜ୍ଞାବହ, ଠକ, ଅବିଶ୍ୱସ୍ତତା। ଜ୍ୟୋତି କାହିଁ? What is ଜ୍ୟୋତି? କାହିଁ ଜ୍ୟୋତି କାହିଁକି ଦେବେ? ଅର୍ଥାତ୍ ଆମେ ତାଙ୍କ ଠାରୁ ପାଇଯିବୁ ଏଇ ଚିନ୍ତାରେ ରହୁଛୁ, ତାଙ୍କୁ ପାଇବୁ ଏଇ ଚିନ୍ତାରେ ରହୁନାଉ। ଏଥିପାଇଁ ଏବେ ହିଁ ଅନ୍ଧକାରରେ ଅର୍ଥାତ୍ ପାପରେ ଜୀବନ ଯାପନ କରୁଛୁ। ହଉ, ପ୍ରଥମ କଥା ହଉଛି ଜ୍ୟୋତିକୁ ଖୋଜନ୍ତୁ, ଯୀଶୁଙ୍କୁ ଖୋଜନ୍ତୁ। ଦ୍ୱିତୀୟ କଥା ମୁଁ ଯାହା କହୁଥିଲି, ଉର୍ଦ୍ଧ୍ୱସ୍ଥ ବିଷୟ ଗୁଡିକ ଅନ୍ୱେଷଣ କରନ୍ତୁ। କଲୋସ୍ୟ 3 କଥା ପଢନ୍ତୁ ନାହିଁ, ସମୟ ହଉନାହିଁ। ପ୍ରଭୁଙ୍କ ଲୋକମାନେ ଅବ୍ରାହମଙ୍କ ପାଖରେ ପାର୍ଥିବ ଜାଗତିକ ସମସ୍ତ ଆଶୀର୍ବାଦ ପରିପୂର୍ଣ୍ଣ ହୋଇକି ଥିଲା ନା। ସେ ଜୀବ ସୁନା ରୂପାରେ ଅତିଶୟ ଧନବାନ ଥିଲେ ବୋଲି ଲେଖା ଅଛି ଆଦି ପୁସ୍ତକରେ। ଶୁଣନ୍ତୁ, ଏବ୍ରି ଲେଖକ ତାଙ୍କ ସମ୍ବନ୍ଧରେ କୁହନ୍ତି, ଏବ୍ରି 11:10 ଆଉ 14, 11 ଆଉ 14 ପଢନ୍ତୁ ନାହିଁ। ସେମାନେ ଗୋଟେ ବିଶେଷ ନଗରର ଅପେକ୍ଷାରେ ଥିଲେ। ଗୋଟେ ବିଶେଷ ନଗରକୁ ସେମାନେ ଅନ୍ୱେଷଣ କରୁଥିଲେ, ଅପେକ୍ଷା କରୁଥିଲେ, ଆକାଂକ୍ଷା କରୁଥିଲେ, ଚାହୁଁଥିଲେ, ଖୋଜୁଥିଲେ। ଆମେ ଆମେ କଣ ଖୋଜୁଛୁ? କେଉଁଠାରେ ଆଜି ଆମର ମନ ଅଛି? କଣ ଆମର ହୃଦୟ ଚାହୁଁଛି? ମନେକର 15,000 ଟଙ୍କାର ମୋବାଇଲ ଅଛି, ମାନେ ସେଇଟା ଆମେ ଖୁସି ନହୁ। ଆମକୁ କେତେଟା ମିଳିବାର ଅଛି? 15 1 15, 15 2 30, 15 3 45, 15 4 60। ସେତିକିରେ ମଧ୍ୟ ଖୁସି ହଉନାହାନ୍ତି। 1 ଲାખ ଆଇଫୋନ, ପୁଣି ଆଇନା ଅଜାନା। ଜୀବନ ମାତ୍ର ଅନ୍ଧକାର ଫୋନ, ପାପ ଫୋନ। ପ୍ରଭୁଙ୍କ ଲୋକମାନେ ଆମେ କଣ ଖୋଜୁଛୁ? ଏହା ପ୍ଲିଜ ସବୁଦିନ ପଚାରୁଥିବେ। 15-20 ହଜାର ଟଙ୍କା ମୋବାଇଲରେ କାମ ହବ ନାଇଁ କି? କଣ କାମ ଆମର ମୋବାଇଲ? ଆଚ୍ଛା, ମୋବାଇଲ ଓପନ କଲା ପରେ ଉପରେ ଗୋଟେ ରାଉଣ୍ଡ ହେଇକି ଥାଏ, ତାକୁ ଇଂରାଜୀରେ ସର୍ଚ୍ଚ ବଟନ କହନ୍ତି। ସର୍ଚ୍ଚ ମାନେ କଣ ଓଡ଼ିଆରେ କୁହନ୍ତୁ? ଖୋଜିବା। ଖୋଜିବା। ଥ୍ୟାଙ୍କ ୟୁ ସୋ ମଚ୍। କଣ ଖୋଜୁଛୁ ମୋବାଇଲରେ ଆମେ? ସକାଳୁ ଉଠିଲେ ଜୁମ୍ ମିଟିଂ ସରିଲା ପରେ ଗୀତ ମିଟିଂ, ମୁଭି ମିଟିଂ, ସିନେମା ମିଟିଂ, ଶର୍ଟସ ମିଟିଂ, ଜକ୍ସ ମିଟିଂ, ରିଲ୍ସ ମିଟିଂ, ଫେସବୁକ୍ ମିଟିଂ, ନାଇଁ ତ? କଣ ଖୋଜୁଛୁ ଆମେ? ଏଇ ଆଙ୍ଗୁଠି, ଅଦ୍ଭୁତ ଆଙ୍ଗୁଠି କଣ ଖୋଜୁଛି? କଣ ଖୋଜୁଛି ଏଇ ଆଙ୍ଗୁଠି? ଏଇ ଆଖି କଣ ଖୋଜୁଛି? ଏଇ ଗାଲ କଣ ଖୋଜୁଛି? ଏଇ ଜିହ କଣ ଖୋଜୁଛି? ଏ ହୃଦୟ କଣ ଖୋଜୁଛି? ତା ପାର୍ଥିବ ବିଷୟ ଅଟେ ଅଥବା ଅର୍ଦ୍ଧସ୍ଥ ବିଷୟ ଅଟେ? କି ଦରକାର ଥିଲା ଅବ୍ରାହମକୁ? ଟଙ୍କା ଅଛି, ପଶୁ ଅଛି, ଜୀବଜନ୍ତୁ ଅଛନ୍ତି, ଦାସୁ ଦାସୀ ଅଛନ୍ତି, ପୁଅ ମଧ୍ୟ ପ୍ରଭୁ ତାଙ୍କୁ ଦେଲେ, କିଛି ଅଭାବ ନାହିଁ। କି ଦରକାର ଥିଲା ସେ ସବୁ ବିଷୟକୁ ସାଇଡ୍ ରଖିଦେଇ, ମାନେ ସବୁ ଆଶୀର୍ବାଦ ଅଛି, ଆଶୀର୍ବାଦର ମନ ନାହିଁ, ମନ ଅଛି ଉପରେ। ଦେଖନ୍ତୁ, ତା ଗୋଟେ ବାସ୍ତବ ଖ୍ରୀଷ୍ଟିଆନ ଜୀବନ। ସବୁ ଥାଉ କିନ୍ତୁ ସେଠି ମନ ନଥାଉ, ତା ଗୋଟେ ଜୀବନ। ପ୍ରଭୁଙ୍କ ଲୋକମାନେ ଆପଣଙ୍କ ପାଖରେ ପ୍ରଭୁ କଣ ଦେଇଛନ୍ତି ଦେଇନାହାନ୍ତି, କିନ୍ତୁ ମୁଁ ଭାବୁଛି ଆପଣଙ୍କୁ ଖାଇବାକୁ ତ କେବେ ଅଭାବ ନାହିଁ, ରହିବାକୁ ତ ଅଭାବ ନାହିଁ। ମତେ ଲାଗୁନି ଆପଣ ମାନେ ଭଡା ଘରେ ରହୁଥିବେ ଆମ ପରି। ନିଜର ଘର ତ ଅଛି ଆପଣ ମାନଙ୍କୁ। ଯଦି ଭୁଲରେ ମଧ୍ୟ ରହୁଛନ୍ତି, ଯୀଶୁଙ୍କୁ ତ ସେଇଟା ବି ମିଳିଲା ନାହିଁ। ଭାବନ୍ତୁ, ଆରେ
प्रभु हमको भड़ा घर भी तो देछुन एटलिस्ट। एणु तिमोथी को पाउलो कहले बाबू बेसी छोट मोट व्याकरण विचलित हो नहीं, अन्न वस्त्र थिले যথেষ্ট যথেষ্ট पुणी चली जीव बोली कहउनांती यथेष्ट। एणु मन को शिफ्ट करंतु ऊर्ध्वस्त विषय रे। पुओ झियो माने स्कूल कॉलेज गला परे कोन खोजुचंदी, को टीचर भल पढ़ौथि ताहा ना को झियोर गालो बढ़िया गरा हिची, को झियो सुंदरी हिची, एटा खोजु नांती तो। किए कोन खोजुची ऑफिस रे, घरे तो गोटे अछंती, ऑफिस रे आउ गोटे खोजु नांती तो। घरे तो जण अछंती व्यवसाय को जाउची बोली जण को बसै कि नौ नांती तो। कोन खोजुची मु एका गले हेबो नै, मोर पछ कानी माने मोर पिठी आउ जण को खोजुची तार देह मोठी बाजू बोले एमजे होनी तो। आज घटुची एथि पय मु कहउची कोन खोजुछु आमे, बहुत बड़ प्रश्न अटे। किछि लोक माने पागल पागल दुनियार विषय पे पागल। अरे शुणंतु आमे प्रदीप पास्टर महाशय आउ दिगाल महाशय आमे सब कला हेचु जे आमे मरि गलु कि बंचिनु कि बाकी माने आमे कला हे गलु जे प्रभु हमको देखुना कि रक्तर सफा करना कि पाप। लोक माने आलू ले पिउछंदी, टमाटर ले पिउछंदी, अंडा ले पिउछंदी। अरे भाई खाओ हे से गुडा को अदा ले पिउछंदी, रसुण ले पिउछंदी, पण जिमती कोइला खणी को सिमती कोइला खणी आका इछि काम को नै। हमरो ए धांगडी माने एटी लेपी हे से भलटा को मते हिनस्ता करि पकेछंती। आपण माने बुझंदो बोले मु टिके टिके करापटिया शब्द यूज करूची टिके भल लागो बोले। बुझि पारछंदी मते प्रेज लो। Yes, praise the Lord. हमर अंग प्रत्यंग कोन खोजुची आगे। नंबर 1 जिसु को खोजंतु, नंबर 2 एई दुनियार सब विषय लोप पाई जो। सुनंदु प्रभु को लोक माने पितर कोन कहिले नाही कि पृथ्वी रहिबो नाही बोले। अरे टिके कॉमन सेंस यूज करबा दरकार। आमे जो पृथ्वी रे रहूचु से पृथ्वी ही तो रहिबो नाही, तो पृथ्वी दुनियार विषय पे एते बाया पागल माताल ना कोन कहबा बातुल काई आमे होचु। से सब क्षण काल स्थायी, से सब रहिबो नाही। प्रभु जा घर देछुने प्रेज लॉर्ड, न देछुने हालेलुया किछि कथा नाही। जो कलर देछुने आपण एवरग्रीन अटंती, हालेलुया किछि कथा नाही। जो घर देछुने ठीक अछि, प्रभु जा देछुने से जानि कि देछुने धन्यवाद। आ दियो 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 बोली कह नाही, तमे टेक तांको दियो। धन्यवाद देलो, स्तुति करलो, प्रशंसा करलो, वर्शिप करलो, गीत गाइलो, अन्य पाई प्रेयर करलो। निजे किछि देवाड़ नाही, खाली भिकारी बोली मागुथिबा। जेते लोक बेसी विचलित हे मागुछंती से माने आत्मिक भिकारी अटंती। से माने भाबंती मु भारी प्रार्थना करी, ठक अबुझा व्यक्ति तू जानि नो तू आत्मिक भिकारी जाने आजी जे करूची तांको मया कहूची आमे भिकारी की। अरे मैं तांको संतान संतति है, संतान के भिक मागे की जर पोजिशन को आमे जानू ना हूं केते दुख लागुथिबो। मन करे आपनकर बापा ना अपर्याप्त संपत्तिर मालिक, आपण थाली गुडी धरि कि जिवे, गिना गुडी धरि कि जिवे, बापा मते देई दे, बापा देई दे, बापा दे। बापा मुंडरे गाना हाथ दे रोइबे ना नहीं। अरे पिला और माइंड लूज हे गला रे बापा गला रांची नहीं कि जाओ, एमती हेबे ना नहीं। मुझे दे आपन को पचारिबी प्रभु सर्वशक्तिमान अटंती ना नहीं, आपण आमे चारटा हाथ हां आज्ञा अटंती कोठी खाली पार्टी रे, अनुभूति रो केबे जानिबा तांको सर्वशक्तिमान बोली। जिहोवा जीरे तापरे जगंती प्रभु काको खाली अब्राहम को इसहाक को
ଆଉ ତୁ ଗାଉଛୁ କାହିଁକି? ଛାଡ଼ିଦେ ଗୀତ ଗାଇବାଟା। ଝିଅ ବାଜିରେ ନଉ ନା ପାଟିରେ। ଦୟାକରି ଭ୍ରାନ୍ତିରୁ ବାହାରନ୍ତୁ। ଜିହୋବା ଜିରି ଅଛନ୍ତି ନା ନାଇଁ? ଅଛନ୍ତି। ଜୀବନ୍ତ ଅଟନ୍ତି କି ନାଇଁ? ଅଟନ୍ତି। ସକ୍ଷମ ଆଜି ବି ନା ଅଛନ୍ତି, ଆଜି ବି ସକ୍ଷମ ଅଟନ୍ତି ନା ନାଇଁ? ଅଟନ୍ତି। ହେଲେ ଖାଲି ଜାଣିବା ପାଇଁ କି ଏ ସବୁ ସୁନ୍ଦର ଶବ୍ଦ ଅନୁଭବ କରିବାକୁ ନାଇଁ କି? ଏଣୁ ପ୍ରଭୁଙ୍କ ଲୋକମାନେ ଦାଉଦ କହିଲେ 63 ସାମ୍ରେ ଗୀତ ସଂହିତାରେ ସେ କହିଲେ ମୁଁ ଯତ୍ନରେ ପରମେଶ୍ୱରଙ୍କୁ ଖୋଜୁଛି, ଅନ୍ୱେଷଣ କରୁଛି। କେଇ ଜଣ ପଢିବେ ତ? 63:1 ମୋବାଇଲ ରେ ବାହାର କଲେ ବୋଲେ ଟପ୍ କରି ବାହାର କରିଦେଇଥାନ୍ତେ ସମସ୍ତେ। ବାଇବଲ ରୁ ବାହାର କର ବୋଲେ କାହାର ପାଟି ପରମେଶ୍ୱର, ଫିଟୁନି। ତୁମେ ମୋହର ପରମେଶ୍ୱର, ଯତ୍ନରେ ମୁଁ ତୁମର ଅନ୍ୱେଷଣ କରିବି। ଯତ୍ନରେ କେମିତି ଖୋଜିବି ଟିକେ କୁହନ୍ତୁ? ଆଚ୍ଛା, ଯତ୍ନରେ କଣ କଣ ଖୋଜିବି? ଯତ୍ନରେ ଡାବୁ ଟଙ୍କା କି ନା ଗରା ଚମଡାକୁ ନା ଆଲମାରିକୁ? ଯତ୍ନରେ ଆମେ ଗୋଟେ ବିଷୟ ଖୋଜିବା ପାଇଁ ରହିଛି, ତାହା ପରମେଶ୍ୱର ତ। ମନେକର ଆପଣ ଗୋଟେ ଦରମା ପାଇଲେ, ମୋଟା ରକମର ଦରମା ପାଇଲେ 40, 50, 60 ହଜାର, ବ୍ୟାଙ୍କରୁ ଉଠେଇକି ଆସୁଛନ୍ତି, ଆସିଲା ବେଳକୁ ତାହା କୋଉଠି ପୋଡିଗଲା। ଟିକେ ଆଖି ବନ୍ଦ କରି ଭାବନ୍ତୁ, ଆପଣଙ୍କର ମୁହଁକୁ ଟିକେ ଦେଖନ୍ତୁ, ଆପଣଙ୍କର ମୁହଁ ସେତେବେଳେ କେମିତି ହେଇଥିବ। କେମିତି ଖୋଜିବେ ଆପଣ ସେ ଟଙ୍କାକୁ? ଆଉ ପ୍ରଭୁଙ୍କୁ ସକାଳ ହେଲା ଟିକେ ପ୍ରାର୍ଥନା କରିଦେବା। ପ୍ରଭୁ ତୁମକୁ ଧନ୍ୟବାଦ, ତୁମେ ନୂଆ ଦିନ ଦେଲ। ମାନେ ସେ ଧନ୍ୟବାଦରେ ମଧ୍ୟ ଆଜି ଦିନ ଯାକ ମତେ ଟିକେ ସାହାଯ୍ୟ କର। ସେ ଧନ୍ୟବାଦରେ ମଧ୍ୟ ମାଗି ଦେଇଥିବ। ଆମେ ହଉଛି ସେମିତି ଲୋକ। କୋଉଠି ଅଛୁ ବାପା? ସତରେ ଆମର ଟ୍ରୁ କଣ୍ଡିସନକୁ ଯଦି ଚିନ୍ତା କରିବା, ମାନିବାକୁ ପଡିବ। ଶୋଇଲା ବେଳକୁ ମଧ୍ୟ ପ୍ରଭୁ ତୁମେ ଦିନ ଯାକ ସାହାଯ୍ୟ କଲେ ଧନ୍ୟବାଦ। ଧନ୍ୟବାଦ ଦଉଛ ନା ଫୁସୁଲଉଛ ତାଙ୍କୁ? ମାନେ ମାନେ କିଏ ଅଟନ୍ତି ସେ? ପ୍ରଭୁ ତମେ ସମ୍ଭାଳ, ଖାଇବାକୁ ଦେଲ, ପିନ୍ଧିବାକୁ ଦେଲ, ରକ୍ଷା କଲ, ଧନ୍ୟବାଦ। ଗୋଟେ ଭୟ ନାହିଁ, ଗୋଟେ ଭକ୍ତି ନାହିଁ, ଗୋଟେ କୃତଜ୍ଞତା ବାହାରିବ ନାହିଁ। ଗୋଟେ ଏଟଲିଷ୍ଟ ଗୋଟେ 30 ମିନିଟ ବସିକି ଟିକେ ଆଣ୍ଠେଇକି ମାନେ ଭକ୍ତି ସହିତ ହସ୍ତ ଉତ୍ତୋଳନ କରି କୃତଜ୍ଞ ହୃଦୟ ଟିକେ ବାହାରିବ ନାହିଁ କି? ସ୍ତୁତି ପ୍ରଶଂସା ଆମେ ଅଟୁ, ଆମର ପରିଚୟ ତାହା। ଦୟାକରି ବୁଝନ୍ତୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, ମୁଁ ବହୁତ ପ୍ରେମ କରୁଥିବାର ଆପଣ ମାନଙ୍କୁ ନା ସିଧା ସିଧା କଥା କହୁଛି। ଜାଣନ୍ତୁ ଜୀବନ କଣ, ଆମେ କେମିତି କରୁଛୁ, ଜୀବନକୁ କେମିତି ହେବା ଦରକାର। ହାଲେଲୁୟା। ଯତ୍ନରେ ଦାଉଦ ପରମେଶ୍ୱରଙ୍କୁ ଖୋଜୁ। ୱାଓ, କଣ ଅନୁଭୂତି ଆଜ୍ଞା। ଆମେ ଟିକେ ଖୋଜିବା କି ପରମେଶ୍ୱର? ପ୍ରଭୁଙ୍କ ଲୋକମାନେ, ଆପଣଙ୍କ ପାଖରେ ଦୁନିଆର ସମସ୍ତ ଆଶୀର୍ବାଦ ଥାଉ, କିନ୍ତୁ ସେ ସମସ୍ତ ଆଶୀର୍ବାଦ ଆପଣଙ୍କୁ ସ୍ୱର୍ଗ ନେଇ ଯାଇପାରିବ ନାହିଁ। ସେ ସମସ୍ତ ଆଶୀର୍ବାଦ ଦ୍ଵାରା ଆପଣ ଯେ ପବିତ୍ର ହେଇଯିବେ ତାହାର କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଯେ ଶାନ୍ତିରେ ରହିବେ ତାର କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଯେ ଆନନ୍ଦରେ ରହିବେ ତାର କିଛି ଗ୍ୟାରେଣ୍ଟି ନାହିଁ। ନା ଆମ ପାଖରେ କଣ ଥାଉ କି ନଥାଉ, ଯେ ସବୁ ଦେଇପାରନ୍ତି, ଯେ ସବୁ କରିପାରନ୍ତି, ଯେ ସକ୍ଷମ ଅଟନ୍ତି, ସିଏ ରହିବା ଦରକାର। ରହିବା ଦରକାର। ପ୍ରେଜ୍ ଦ ଲର୍ଡ। ପରମେଶ୍ୱରଙ୍କୁ ଖୋଜନ୍ତୁ। ପ୍ରଥମେ ପଣ୍ଡିତ ମାନେ ଯୀଶୁଙ୍କୁ ଖୋଜିଲେ, ଯୀଶୁଙ୍କୁ ଖୋଜନ୍ତୁ। ଦ୍ୱିତୀୟରେ ଉର୍ଦ୍ଧ୍ୱସ୍ଥ ବିଷୟ ଗୁଡିକ ଖୋଜନ୍ତୁ। ଉପରେ କଣ କଣ ଅଛି? ସ୍ୱର୍ଗ, ପରମେଶ୍ୱର, ଉପର ପରିବେଶ କେମିତି ଆଜ୍ଞା? ସ୍ୱର୍ଗ ଝଗଡା ହବାର ଜାଗା କି? ଉତ୍ତର। ମରା ପିଟା ହେବାର ଜାଗା କି? କ୍ରୋଧ ରାଗର ଜାଗା କି? ମିଛ କହିବାର ଜାଗା କି? ସକାଳୁ ଉଠିଲେ ତାର ମୁହଁ ଦେଖିଥିଲେ
ଛି ଆର ମୁହଁକା ମତେ ଆଜି ଦେଖିବାର ଥିଲା, ଏମିତି କହିବାର ଜାଗା କି? ନାଇଁ। ଅର୍ଥାତ୍ ଉର୍ଦ୍ଧ୍ୱସ୍ଥ ବିଷୟ ଅନ୍ୱେଷଣ କର ବୋଲି କହିଲେ ଶାନ୍ତି ଖୋଜ, ଆନନ୍ଦ ଖୋଜ, ବିଶ୍ରାମ ଖୋଜ, ପବିତ୍ରତା ଖୋଜ, ନମ୍ରତା ଖୋଜ, ଦୟା ଖୋଜ, ଯେହେତୁ ଏ ସମସ୍ତ ବିଷୟ ସ୍ୱର୍ଗ ରାଜ୍ୟର ବିଷୟ ଅଟେ। Amen. Hallelujah. ଖୋଜୁଛୁ କି ତାହା ଆମେ? ଖୋଜୁଛୁ କି ଉର୍ଦ୍ଧ୍ୱସ୍ଥ ବିଷୟରେ ମନ ଅଛି କି? କେବଳ ଦୁନିଆରେ ହିଁ ମାତାଲ ହେଇକି ଅଛୁ। ଆଉ ସଣ୍ଡେ ପଳେଇ ଆସିଲେ ଚାଲ ଟିକେ ଗିର୍ଜା ପଳେଇବା, କାହିଁକି ବୋଲେ ସଣ୍ଡେ। ଆଉ ମଣ୍ଡେରେ, ଟ୍ୟୁସଡେରେ ସେଦିନ ପ୍ରଭୁ ଦରକାର ନାହିଁ, ସାଟରଡେ ଯାଏ ପ୍ରଭୁ ଦରକାର ନାହିଁ, ଆଉ ସଣ୍ଡେରେ ମଧ୍ୟ ନିଜର ସ୍ୱାର୍ଥ ଇଚ୍ଛା ପୂରଣ ହଉ ବୋଲି ଯିବୁ। ନହେଲେ ଗୋଟେ ଚାଲିଛି ତ ଯିବା ଚାଲ ମ, ଏ ମା ବାପା ଗୋଟେ ମୁଣ୍ଡ ଖାଉଛନ୍ତି, ଚାଲ ପଳେଇବା। ଦେଖ ଆମର ଭକ୍ତି ପ୍ରେମ। ଦ୍ୱିତୀୟ ନମ୍ବର ଉପର ବିଷୟ ଖୋଜନ୍ତୁ, ମନ ସେଇଠି ଦେଇ ଦିଅନ୍ତୁ, ସେଇଠି ମନ ସେଇଠି ଥିବା ଦରକାର। ଆମ ଗାଁ ଏଇଠି ନାହିଁ ଆଜ୍ଞା, ଆମେ ଏଠିକାର ଲୋକ ନୁହଁ, ଆମେ ଆମର ନାଗରିକତା ସ୍ୱର୍ଗର। ୱାଓ, ଇ ପୋଜିସନ ପ୍ରଭୁ ଆମକୁ ଦେଇଛନ୍ତି, ଆମେ ବୁଝିପାରିଲୁ। ଦେଖ ଆମେ ହେଭେନଲି ସିଟିଜେନ ଅଫ ଟୁ, ସ୍ୱର୍ଗୀୟ ନାଗରିକ, ମନ ସ୍ୱର୍ଗରେ ରହିବା ଦରକାର। ତୃତୀୟ କଥା, ପରମେଶ୍ୱରକୁ ଖୋଜନ୍ତୁ, ପରମେଶ୍ୱର। ଆପଣଙ୍କ ମନରେ କେବଳ ସେ ରହିବା ଦରକାର, କେବଳ ସେ, କେବଳ ସେ। ହାଲେଲୁୟା। ଚତୁର୍ଥ କଥା, ଯୀଶୁ କହିଲେ ମାଥ୍ୟୁ 6 ଅଧ୍ୟାୟରେ କଣ ଖୋଜିବା ପାଇଁ? ପ୍ରଥମେ ତାହାଙ୍କ ରାଜ୍ୟ। ପ୍ରଥମରେ ମୋର ଇଚ୍ଛା, ତାପରେ ପ୍ରଭୁ ତମର ଇଚ୍ଛା ହେଲେ ହଉ, ନହେଲେ ନାହିଁ। ଲେଖା ହେଇଛି ମାଥ୍ୟୁ 6:606। 33 କଣ ଲେଖା ହେଇଛି ପଢନ୍ତୁ। କିନ୍ତୁ ତୁମେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏ ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ। ଚତୁର୍ଥ ନମ୍ବର ହଉଛି ତାହାଙ୍କ ରାଜ୍ୟକୁ ଆମେ ମାନେ ଅନ୍ୱେଷଣ କରିବା ଦରକାର, ଖୋଜିବା ଦରକାର। ପଞ୍ଚମ ନମ୍ବର ହଉଛି ତାହାଙ୍କ ଧାର୍ମିକ। ଶୁଣନ୍ତୁ, ଆମର ଭାରତ ବର୍ଷକୁ ଇଂରେଜ ମାନେ ଶାସନ କରୁଥିଲେ, ରାଜତ୍ୱ କରୁଥିଲେ। ସେମାନେ ଯେତେବେଳେ ରାଜତ୍ୱ କରୁଥିଲେ, ସେ ସମୟ ମାନଙ୍କରେ ଭାରତ ବର୍ଷରେ ରହୁଥିବା ଲୋକମାନେ ନିଜ ଇଚ୍ଛା ମୁତାବକ କାମ କାର୍ଯ୍ୟ ଜୀବନ ଅତିବାହିତ କରିପାରୁଥିଲେ କି? ଆଜ୍ଞା ନାଇଁ ନାହିଁ। ନାଇଁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ତାଙ୍କ ରାଜ୍ୟ ଖୋଜିବା ମାନେ ପ୍ରକୃତରେ କଣ ଅଟେ। କ୍ଷମା କରିବେ, ଥଣ୍ଡା କୁ ଥଣ୍ଡା, ଗ୍ୟାସ କୁ ଗ୍ୟାସ, ପଳା ବସି ଯାଇଛି। ତଥାପି ଆପଣ ମାନେ କ୍ଷମା କରୁଛନ୍ତି ବୋଲି ମୁଁ ଆଶା କରିବି ତ। ନିଶ୍ଚୟ ଆଜ୍ଞା। ଧନ୍ୟବାଦ, ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍। ସାରୁଛି 5-10 ମିନିଟ ସାରୁଛି, ମୋର ଟାଇମ ହେଇଯାଇଛି, କିନ୍ତୁ ନାଇଁ ସାର୍, ବ୍ୟସ୍ତ ବହୁତ ନାହିଁ। ବହୁତ ଟାଇମ ଅଛି, କିଛି ଅସୁବିଧା ନାହିଁ। ଟାଇମ ତ ବହୁତ ଅଛି ଯେ, ଆଉ ନେକ୍ସଟ ଟାଇମ ଡାକିବେ ନା ବେଶୀ କହିଲେ। ବଢିଆ, ଭଲ ଲୋକ ମାନେ। ଗୋଟେ ଜୁମ ମିଟିଂ ଅଛି, ମୁଁ କେବେ ଗଲେ ସେଠି 1.5 ଘଣ୍ଟାରୁ କମ ହଉନାହିଁ। କହୁଥା ବୋଲି କହୁଥିବେ। ଆପଣ ମାନେ ମଧ୍ୟ କହୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ହଉ ଶୁଣନ୍ତୁ, ଇଂରେଜ ମାନେ ଶାସନ ରାଜତ୍ୱ କରିବା ବେଳେ ଆମେ ମାନେ ନିଜ ଇଚ୍ଛା ମୁତାବକ କାମ କାର୍ଯ୍ୟ କରିପାରୁନଥିଲୁ, ଯେହେତୁ ସେମାନେ ଆମ ମାନଙ୍କ ଉପରେ ରୁଲ କରୁଥିଲେ, ରାଜତ୍ୱ କରୁଥିଲେ। ଏଠାରେ ଲେଖା ଅଛି, ତୁମେ ମାନେ ପ୍ରଥମେ ତାହାଙ୍କ ରାଜ୍ୟକୁ ଖୋଜ। ଅର୍ଥାତ୍ ଆମେ ମାନେ କହିବା ଦରକାର, ପ୍ରଭୁ ଏଇ ଜୀବନ ତୁମର ପ୍ରଭୁ, ତୁମେ ମତେ ଗଢିଛ ପ୍ରଭୁ, ମୁଁ ଆଉ ମୋ ଜୀବନକୁ ମୋ ହିସାବରେ
ଚଲାଇବା ପାଇଁ ଚାହୁଁନାହିଁ। ତୁମେ ମୋର ଜୀବନର ରାଜା ହୁଅ, ତୁମେ ମୋର କର୍ତ୍ତା ହୁଅ, ତୁମେ ମୋର ପ୍ରଭୁ ହୁଅ। ବର୍ତ୍ତମାନ ମୁଁ ନୁହେଁ, ତୁମେ ମୋର ରାଜା ଅଟ। ତୁମ ଇଚ୍ଛାରେ ମୁଁ ଚାଲିବା ପାଇଁ ଚାହୁଁଛି। ଏହା ଅଟେ ତାଙ୍କ ରାଜ୍ୟକୁ ଅନ୍ୱେଷଣ କରିବା, ଅର୍ଥାତ୍ ନିଜ ଇଚ୍ଛା ନିମନ୍ତେ ମରିବା, ତାଙ୍କୁ ନିଜର ଜୀବନ ସମ୍ପୂର୍ଣ୍ଣ ସମର୍ପି ଦେଇ କହିବା, ପ୍ରଭୁ ବର୍ତ୍ତମାନ ଠାରୁ ମୁଁ ଆଉ ମୋ ଜୀବନର ମାଲିକ ନୁହେଁ, ମୁଁ ମୋ ଜୀବନର ରାଜା ନୁହେଁ, ତୁମେ you are the only king of my life. ତୁମେ ଏକମାତ୍ର ପ୍ରଭୁ ଅଟ, ରାଜା ଅଟ ମୋ Amen. ଜୀବନର Hallelujah. ଅନୁସାର Praise the Lord. ନାହିଁ। ଏହା ଅଟେ ତାଙ୍କ ରାଜ୍ୟକୁ ଖୋଜିବା। Praise the Lord. Praise the Lord. ତୁମରି କଣ ଆସୁ? ରାଜ୍ୟ ଆସୁ। ଧାର୍ମିକ ରାଜ୍ୟ ତାଙ୍କ ରାଜ୍ୟ ଆମ ହୃଦୟରେ ଆସିବା ଦରକାର। ପ୍ରଭୁଙ୍କ ରାଜ୍ୟ ଯଦି ଆମ ହୃଦୟରେ ଆସିବ, ମାନେ ଦେଖ, ମନେକର କଣ ଏଟା ଭାଗୀରଥୀ ସେଠି ଆଜ୍ଞା, ବିକ୍ରମ ଆଜ୍ଞା, ଆଉ ମନୋରଞ୍ଜନ ଆଜ୍ଞା, ଏମାନେ ମନେକର ଗୋଟେ ଗୋଟେ ରାଜା ଅଟନ୍ତି। ଏମାନେ ମନେକର ବ୍ରହ୍ମପୁରକୁ ଆସିଲେ, ଜଣେ ଆସିଲେ, ମନେକର ମନୋରଞ୍ଜନ ସାର୍ ଆସିଲେ ବ୍ରହ୍ମପୁରକୁ ରାଜା ହେଇ, ତେବେ ସେ ରାଜା ହେଇ ରାଜତ୍ୱକୁ ଇଷ୍ଟାବ୍ଲିଶ ଯଦି କରିବାର ଅଛି, ବ୍ରହ୍ମପୁର ରାଜାକୁ ସଫା କରିବାର ଅଛି ନା ନାଇଁ? କୁହନ୍ତୁ। ନିଶ୍ଚୟ ନିଶ୍ଚୟ ଯଦି ସେ ତାଙ୍କୁ ନିପାତ କରିବେ ନାହିଁ, ତାଙ୍କର ରାଜତ୍ୱ ସ୍ଥାପନ ହେଇପାରିବ କି? ନା। ନା ହେଇପାରିବ ନାହିଁ। ଏକ୍ସାକ୍ଟଲି ଯୀଶୁ ଯଦି ମୋ ହୃଦୟରେ ଆସି ମୋ ଉପରେ କର୍ତ୍ତୃତ୍ୱ କରିବା ପାଇଁ, କର୍ତ୍ତୃତ୍ୱ କରିବାର ଅଛି, ରାଜତ୍ୱ କରିବାର ଅଛି, ତେବେ ମୁଁ ଯେ କି ନିଜକୁ ଚଲଉଛି, ନିଜ ଇଚ୍ଛା ଅନୁସାରେ ଜୀବନ ବଞ୍ଚୁଛି, ମାନେ ମୁଁ ମୋ ଜୀବନର ରାଜା ହୋଇଛି, ମତେ ନିଜର ସ୍ୱାର୍ଥ ନିମନ୍ତେ, ନିଜର ନା ଶାରୀରିକ ଇଚ୍ଛା ନିମନ୍ତେ ମରିବାକୁ ପଡିବ, ତେବେ ସେ ରାଜା ହେଇପାରିବେ। Amen. Hallelujah. Thank you, Jesus. ହାଲେଲୁୟା। Praise the Lord. ଆସୁ, ମୋହର ରାଜ୍ୟ ସମାପ୍ତ ହଉ, ମୋହର ଇଚ୍ଛା ସମାପ୍ତ ହଉ, ମୋହର କାମନା ସମାପ୍ତ ହଉ। ତାଙ୍କ ଇଚ୍ଛା ମୋ ଜୀବନରେ ଅଧିକାର ସେ କରନ୍ତୁ, ତାଙ୍କୁ ଯେପରି ଇଚ୍ଛା ସେ ମୋତେ ସେପରି ଗଠନ କରନ୍ତୁ। ଏହା ମୋର ଅନ୍ତରରେ ଏକାନ୍ତ ବାଞ୍ଛା ହେବା ଦରକାର, ଏକାନ୍ତ ଇଚ୍ଛା ହେବା ଦରକାର, ଏକାନ୍ତ। ମୁଁ ଆଉ ନାହିଁ ପ୍ରଭୁ, ତୁମେ 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 ଯେମିତି ଚାହୁଁଛ ମତେ ସେମିତି କର, ତୁମେ ଯେମିତି ଚାହୁଁଛ ମତେ ସେମିତି ଗଢ, ତୁମେ ଯୁଆଡେ ଚାହୁଁଛ ମତେ ସିଆଡେ ନେଇକି ଯାଅ, ତୁମେ ଯାହା ଦେବ ଦିଅ, ଯାହା ଦେବ ନାହିଁ ଦିଅ ନାହିଁ। ଯେହେତୁ ମୁଁ ଆଉ ମୋ ଜୀବନକୁ ଚଲେଇବା ପାଇଁ ଚାହୁଁନାହିଁ, ତୁମେ ବର୍ତ୍ତମାନ ମୋର ରାଜା ଅଟ, ତୁମେ ଯାହା ଦେବ ପ୍ରେଜ୍ ଲର୍ଡ, ଯାହା ନ ଦେବ ପ୍ରେଜ୍ ଲର୍ଡ। ଯେହେତୁ ତୁମେ ରାଜା, ତୁମକୁ ଯେମିତି ଇଚ୍ଛା ସେମିତି କର। ଏହା ଗୋଟେ ତାଙ୍କ ଇଚ୍ଛାକୁ ଲୋଡ଼ିବା, ତାଙ୍କ ରାଜ୍ୟକୁ ଖୋଜିବା। ପଞ୍ଚମ ନମ୍ବର, ଧାର୍ମିକତା। ଧାର୍ମିକତା ମାନେ which is right, righteousness, ଯାହା ଯଥାର୍ଥ ବିଷୟ ଅଟେ। ଶୁଣନ୍ତୁ ଧ୍ୟାନରେ, ସାରୁଛି। ଜୀବନରେ ସମସ୍ତ ଅଯଥାର୍ଥ, ଭୁଲ, ଖରାପ, ବେକାର ବିଷୟ ଗୁଡିକ ବାହାର କରିଦଉ। ଏହା ଅଟେ ଧାର୍ମିକତାକୁ ଖୋଜିବା। ଆମ ଅଙ୍ଗ ପ୍ରତ୍ୟଙ୍ଗ ଦ୍ୱାରା ଆମେ ସର୍ବଦା ଉଚିତ ନ୍ୟାଯ୍ୟ ବିଷୟ କରିବା ଦରକାର। ତେବେ ଆମେ କହିପାରିବା, ହଁ ମୁଁ ଧାର୍ମିକତାର ଅନ୍ୱେଷୀ ଅଟେ। ଯାହା ରାଇଟ୍ ତାହା କରିବୁ, ଯାହା ରାଇଟ୍ ନାହିଁ ତାହା କରିବ ନାହିଁ। ବିକଜ we people seeking for righteousness, ଆମେ ଧାର୍ମିକତାକୁ ଖୋଜିବା ଲୋକ, ମାନେ ଯାହା ଭୁଲ ଆମେ ତାହା କରିପାରିବୁ ନାହିଁ। ଏହା ଅଟେ ଧାର୍ମିକତାର ଅନ୍ୱେଷଣକାରୀ। ହାଲେଲୁୟା। ଆମ କଥାବାର୍ତ୍ତା ଆମେ ତାହା କହିବୁ ନାହିଁ। ଦେଖିବାର ଯଦି କିଛି ଭୁଲ କରୁଛୁ ତାହା ଆମେ ଦେଖିବୁ ନାହିଁ। କୋଉ ଜାଗାକୁ ଯଦି ଖରାପ ଅଟେ, ଆମ ଜୀବନ ଖରାପ ହବ, ଆମେ ସେଇ ଜାଗାକୁ ଯିବୁ ନାହିଁ। କୌଣସି ଭୁଲ ବିଷୟ ନ କରିବା ଅର୍ଥାତ୍ ଧାର୍ମିକତାକୁ ଖୋଜିବା ଅଟେ, ସିମ୍ପଲ ଭାଷାରେ ଯଦି କୁହାଯିବ। ସୋ ଆଜି ଆମେ ମାନେ କଣ କଣ ଶିଖିଲୁ? କେଇ ଜଣେ କୁହନ୍ତୁ, କେତୋଟି ପଏଣ୍ଟ ଦେଖିଲୁ? 5 ପଏଣ୍ଟ। କଣ ଖୋଜିବା? ଯୀଶୁଙ୍କୁ ଖୋଜିବା, ଉର୍ଦ୍ଧସ୍ଥ ବିଷୟ ଖୋଜିବା।
ହୁଁ। ପରମେଶ୍ୱର ଖୋଜିବା ତାଙ୍କ ରାଜ୍ୟ ଅନ୍ୱେଷଣ କରି ଧାର୍ମିକତା ଖୋଜିବା। Praise ଖୋଜିବା Lord. Praise God. ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ସମର୍ପିତ ହବା, ଚକ୍ଷୁ ବନ୍ଦ କରିବା। Yes. Praise God. ସ୍ୱର୍ଗ ପିତା ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। Yes. ବାସ୍ତବରେ ଆମେ ଅନେକ ବର୍ଷରୁ ତୁମକୁ ଜାଣିଛୁ, ହଁ, ପ୍ରଭୁ କିନ୍ତୁ ଯେପରି ଜାଣିବା କଥା ପ୍ରଭୁ ଆମଠାରେ ତାହା ଅଭାବ ରହିଛି ପ୍ରଭୁ। ରାଜ୍ୟ ଖୋଜିବା ଆମେ ତୁମକୁ ଜାଣିଛୁ ଭାବୁଛୁ କିନ୍ତୁ ତୁମକୁ ଖୋଜୁ ନାହୁଁ ପ୍ରଭୁ। କେତେ ଦୁଃଖର ବିଷୟ ଅଟେ। ପ୍ରଭୁ ଆମକୁ ତୁମେ କ୍ଷମା କର।